ଯେତେବେଳେ ଭାରତୀୟ ଜନତା ପାର୍ଟିରେ ମିଶିଥିଲେ ସେତେବେଳେ ଆପଣଙ୍କର ଓଲିଉଡ୍ ଇଣ୍ଡଷ୍ଟ୍ରିରେ ଜଣେ ଅଭିନେତା ମୁନା ଖାନ୍ ଯେ କି ସିଏ ଏମିତି କହିଥିଲେ ଯେ ଯେଉଁମାନେ ଦଳ ଛାଡ଼ି ଗଲେ ତାଙ୍କର ୱାର୍ଡ ମେମ୍ବର ହେବାର ଯୋଗ୍ୟତା ବି ନାହିଁ। ଆପଣ ଏଇଟାକୁ କେମିତି ନେଉଛନ୍ତି? ସମାଲୋଚନା ହିସାବରେ ନେଉଛନ୍ତି ନା କ'ଣ ବୋଲି ଭାବୁଛନ୍ତି? ସେଥିପାଇଁ ତ କହିଲି ଆପଣଙ୍କୁ, ଇଏ ଯେମିତି ଆମେ ଗୋଟେ ରଚନା ଲେଖୁନା ଏଇ ଯେଉଁ ଗାଈର ଆତ୍ମକଥା ଭଳିଆ, ହଁ ଇଏ ସେଇଭଳିଆ ଗୋଟେ ଆତ୍ମକଥାର କଥା ଗୋଟିଏ। ଏଇଟା କାହାର ଚିନ୍ତା କ'ଣ କେମିତି ଯିଏ କହୁଛନ୍ତି ଏଇ ଜିନିଷ ତାଙ୍କ ଭାବନାରେ ସେଟା ନ ଆସିଲେ ସେ କୁହନ୍ତେ କି? ଜଣକ ଯଦି ମୁଣ୍ଡ ଭିତରେ ସେଟା ନ ଆସିବ ସେ କଥାଟା ସେ କେବେ କହିବେନି ସେ ଜିନିଷଟା। ତେଣୁକରି ଯେଉଁ କଥାଟି ସେ କହିଛନ୍ତି ସେଇଟା ତାଙ୍କରି ଆତ୍ମକଥା ବୋଲି ମୁଁ ଭାବେ। ସେଇଟାରେ ମାନେ ୱାର୍ଡ ମେମ୍ବର ବି ଛୋଟ ନୁହନ୍ତି। ୱାର୍ଡ ମେମ୍ବର ତ କେବେ ବି ଛୋଟ ନୁହନ୍ତି, କିନ୍ତୁ ତାଙ୍କର ମାନସିକତା ଯାହା ସେ ୱାର୍ଡ ମେମ୍ବରଟାକୁ ଭାବନ୍ତି ଯେ ସର୍ବନିମ୍ନ ସ୍ତର କହିକି ସେଟା ଭାବନ୍ତି। କିନ୍ତୁ ଗଣତାନ୍ତ୍ରିକ ପଦ୍ଧତିରେ କୌଣସି ଜାଗା କେବେ ଛୋଟ ନୁହେଁ। ଯଦି ୱାର୍ଡ ମେମ୍ବରର ଗୋଟେ ପୋଜିସନ୍ ଅଛି, ଜଣେ ସାଂସଦର ବି ଗୋଟେ ପୋଜିସନ୍ ଅଛି। ଏଥିରେ ଛୋଟ କିଏ ବଡ଼ କିଏ କାହାକୁ ବାହାର କରିବେ ଆପଣ? ୟାକୁ ନେଇକରି ଇଏ ବା ଆଙ୍କୁ ନେଇକରି ଇଏ, ତ କାହାକୁ ଆପଣ ଛୋଟ କାହାକୁ ବଡ଼ କହିବେ? ଇଏ ହେଲା ପ୍ରଥମ କଥା। ଦ୍ୱିତୀୟ କଥା ହେଲା ଯେଉଁ ମାନସିକତାର କଥା କହିଲି ଆତ୍ମକଥା, ସେ ନିଜ ଉପରେ ସେଇଟାକୁ ଆପ୍ଲାଏ କରିଦେଇଛନ୍ତି ବୋଧେ। ସେ ଭାବିଛନ୍ତି ଯେ ସେ ଦଳକୁ ଛାଡ଼ିଦେଲେ ମୋର ସ୍ଥିତି କିଛି ନାହିଁ। ତେଣୁକରି ଯିଏ ଯେଉଁ ପ୍ରକାର ଚଷମା ପିନ୍ଧିବ ତାକୁ ଦୁନିଆଟା ସେଇଆ ଦେଖାଯିବ। ଯଦି ତାଙ୍କର ନିଜର ଯଦି ସେ ସାମର୍ଥ୍ୟ ନଥିବ, ସେ ଅନ୍ୟ ସମସ୍ତଙ୍କୁ ଭାବିବେ ଯେ ଅନ୍ୟ କାହାର ସେ ସାମର୍ଥ୍ୟ ନାହିଁ। ମୁଁ ସେଇଥିପାଇଁ କହିଲି ଯେ ଏଇଟା ଯେମିତି ଆମେ ଗୋଟେ ଆତ୍ମକଥା ଲେଖୁ, ଗାଈର ଆତ୍ମକଥା ଲେଖିଲା ଭଳିଆ କଥାଟିଏ, ଏଇଟା ସେଇଭଳିଆ ତାଙ୍କ ନିଜ ଆତ୍ମକଥାଟି ସେ ସେଇ ଜାଗାରେ ବ୍ୟାଖ୍ୟା କରିଦେଲେ। ଏବଂ ଯେହେତୁ ମୋର ଜଣେ କଳାକାର, ସିଏ ବୟସ କଥା ମୁଁ ଜାଣିନି କେତେ ବୟସ କ'ଣ କହିକି, କିନ୍ତୁ ମୋଠୁ ପୂର୍ବରୁ ସେ ଆସିଥିବା ମୋର ଜଣେ ସିନିୟର ବି ସେ କହିବି, ସେ ଅନୁସାରେ ଆମେ ବନ୍ଧୁ। ଏମିତିରେ ନାଁ ବି ମିଶେ ଆମର ଦୁଇ ଜଣଙ୍କର, କିନ୍ତୁ କହିଦେଇଛନ୍ତି ଭାବପ୍ରବଣ ହେଇକି ଗୋଟେ କ'ଣ କହିବା କଥା ଅଛି ବୋଲି ଗୋଟେ କ'ଣ କହିଦେଇଛନ୍ତି କି ବହୁତ ଦେହକୁ ନେଇଗଲେ ଏଇ ଜିନିଷଟା। ହଁ ତ ହେଇଛି ଆଉ କ'ଣ ସେଥିରେ କରିବା? ଏବେ ତ ପ୍ରମାଣ ହେଇଗଲା ସେଥିରେ ୱାର୍ଡ ମେମ୍ବର କି କ'ଣ ହେବ ସେ ତ ପ୍ରମାଣ ହେଇଗଲା। ତେଣୁକରି ମୁଁ ସେଥିପାଇଁ କହିଲି ଏ ଯେଉଁ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ, ଏ ପ୍ରଶ୍ନ ଉତ୍ତରରେ ଯେଉଁ କଥା କଟାକଟି ନ କରିକି ତାକୁ କାମରେ ଦେଖେଇ ଦିଅ ଗୋଟେ ଥରକରେ, କାମ ଛିଡ଼ିଲା। ଆମ ଯେଉଁ ଗଞ୍ଜାମ ଭାଷାରେ ଯେଉଁ କୁହାହେଉଥିଲା ଲେଖା ଛିଡ଼ିଯିବ, ସେ ଲେଖା ଛିଡ଼ିଗଲା ନା। ତ ମୂଳୁ ମାଇଲେ ଯିବ ସରି ଦେବଙ୍କ ସଙ୍ଗେ କିମ୍ପା ଗଳି। ତେଣୁକରି ଏ ଗୋଟେ ଗୋଟେ ପ୍ରଶ୍ନର ଉତ୍ତର କାହିଁକି ଦେବେ? ତ ସରକାରକୁ ତ ଜନତା ବଦଳେଇ ଦେଲେ, ସେଥିପାଇଁ ଜନତା ତ ବଦଳେଇ ଦେଲେ ସରକାର ଏକଦମ। ସୋ ପ୍ରମାଣ ତ ହେଇଗଲା, ଏକାଥରେ ତ ଛିଡ଼ିଲା କଥା। ପୁଣି ଆଉ ଏତେ ଏ ପ୍ରଶ୍ନକୁ ନେଇକି ଆଉ କାହିଁ ଏତେ ଚିନ୍ତା କରିବା ଆମେ? ମାନେ ଆପଣ ଆକ୍ଚୁଆଲି ମୁଁ ବହୁତ ଧନ୍ୟବାଦ। ଆପଣ ଆମ କାର୍ଯ୍ୟକ୍ରମରେ ମାନେ ପାର୍ଟିସିପେଟ୍ କଲେ, ଆଉ ନ୍ୟୁଜ୍ ରୁମ୍ରେ ବହୁତ ଖୋଲା ଭାବରେ ସବୁ ବିଷୟକୁ ଆପଣ ଆଲୋକପାତ। ନାଇଁ, ମୁଁ ସବୁବେଳେ ଏଇଆ ହିଁ କୁହେ, ଆପଣ କେବେ ଯଦି ଏ ପ୍ରଶ୍ନ ଆଉଥରେ ବି ମୋତେ ପଚାରିବେ, ମୋ ଉତ୍ତର ଏଇଆ ହିଁ ରହିବ। ତେଣୁକରି ଏଥିରେ କୌଣସି ଜିନିଷ ନାହିଁ ଯେ ଲୁଚା ଛପା କିଛି ଜିନିଷ ନାହିଁ। ଯାହା କୁହେ ବାସ୍ ସେଇଟା ହିଁ ମୁଁ କୁହେ। ମୋର ଭାବନାରେ ଯାହା ଅଛି ମୁଁ ସେଇଟା ହିଁ କୁହେ, ଆଉ ଯେଉଁଟା ମୋ ସମାଜ ପାଇଁ, ମୋ ଲୋକଙ୍କ ପାଇଁ ଠିକ୍ ହେବ ସେଇଟା ହିଁ ମୁଁ କହିବି। ଆପଣଙ୍କୁ ବହୁତ ଧନ୍ୟବାଦ ଆପଣ ଆମ କାର୍ଯ୍ୟକ୍ରମରେ ପାର୍ଟିସିପେଟ୍ କରିଥିବାରୁ। ଦର୍ଶକ ବନ୍ଧୁ, ଆପଣ ଦେଖୁଥିଲେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର, ରାଜନୀତିରେ ସଫଳ ଏବଂ ଓଲିଉଡ୍ରେ ମଧ୍ୟ ସେ ଯାହା କୁହନ୍ତି ତାଙ୍କୁ ସୁପରଷ୍ଟାର ବୋଲି ସମସ୍ତେ ଜାଣିଛନ୍ତି, ସବୁ ଓଡ଼ିଆଙ୍କର ପ୍ରିୟ। ଏବଂ ତାଙ୍କ ସହିତ ଆମର ଆଜି ଗୋଟେ ସୁଯୋଗ ମିଳିଲା ବହୁତ ଖୋଲା ଭାବରେ ସିଦ୍ଧାନ୍ତ ମହାପାତ୍ରଙ୍କର ପାରିବାରିକ ଜୀବନ କଥା କୁହନ୍ତୁ, ତାଙ୍କର ଚଳଚ୍ଚିତ୍ର କଥା କୁହନ୍ତୁ, ସବୁ ବିଷୟରେ ଆମେ ଆଜି ଆପଣମାନଙ୍କ ପାଇଁ ଗୋଟେ ସୁନ୍ଦର ଭିଡ଼ିଓ ରଖିଛୁ। ଆଶା କରୁଛି ଆଜିର ଭିଡ଼ିଓ ଆପଣଙ୍କୁ ଭଲ ଲାଗିଥିବ। ଯଦି ଆମ ଭିଡ଼ିଓ ଭଲ ଲାଗିଛି ତାହେଲେ ଆମ ଚ୍ୟାନେଲ ନ୍ୟୁଜ୍ ରୁମ୍କୁ ଆପଣ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ, ନମସ୍କାର।